ବିଲରେ ଟଳି ପଡ଼ିଲେ ଚାଷୀ ଧାନ କ୍ଷେତରେ କାମ କରୁଥିବା ସମୟରେ ପଡ଼ିଲା ବଜ୍ର ଆଉ ଘଟଣାସ୍ଥଳରେ ଚାଲିଗଲା ଚାଷୀଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଳତି ଗ୍ରାମରେ। ଗ୍ରାମର ବାବାଜୀ ଚରଣ ମହାଳିକ ଶନିବାର ମଧ୍ୟାହ୍ନ 12ଟା ସମୟରେ ଧାନ କ୍ଷେତରେ କାମ କରୁଥିବା ସମୟରେ ହଠାତ୍ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାବାଜୀଙ୍କ ପ୍ରାଣବାୟୁ ଚାଲି ଯାଇଥିଲା। ସ୍ଥାନୀୟ ଲୋକେ ବାବାଜୀଙ୍କୁ ଧାନ କ୍ଷେତରୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ରାମଚନ୍ଦ୍ରପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ସେପଟେ ଏଭଳି ଦୁଃଖଦ ସମୟରେ ସ୍ଥାନୀୟ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ଟ୍ରଷ୍ଟି ଡକ୍ଟର ରତିକାନ୍ତ ବରାଳ, ଅଳତି ସରପଞ୍ଚ ପ୍ରିୟବ୍ରତ ବରାଳ ଡାକ୍ତରଖାନାରେ ପହଞ୍ଚି ପରିବାରବର୍ଗକୁ ସାନ୍ତ୍ୱନା ଦେବା ସହ ମୃତକ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜିଲ୍ଲା ତଥା ରାଜ୍ୟରେ ବଜ୍ରପାତ ଜନିତ ମୃତାହତ ଘଟଣା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବଜ୍ରପାତ ଜନିତ ସତର୍କତାମୂଳକ ପଦକ୍ଷେପ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚୁନଥିବା ଭଳି ମନେ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଆନନ୍ଦପୁରରୁ ଗତିକୃଷ୍ଣ ଭୂୟାଙ୍କ ରିପୋର୍ଟ, ନୀଳାଦ୍ରି ମିଡ଼ିଆ ଲାଇଭ୍।